ଓಂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ନେଇ ଆସିଛି ଶାମ୍ବ ଦଶମୀରେ କାହାକୁ ପୂଜା କରାଯାଏ ଏବଂ ପୂଜା କରିଲେ କଣ ଫଳ ମିଳେ। ତେବେ ଚାଲନ୍ତୁ ଜାଣିବା। ତେବେ ଏହି ଶ୍ୟାମ ଦଶମୀରେ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଇଥାଏ। ତେବେ ଏହି ପୂଜା କଲେ ଯାହାକି ପରିବାର ନିରୋଗ କାମନା ନିମନ୍ତେ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଇଥାଏ, ଯାହାକି ପୁତ୍ର କନ୍ୟା ତଥା ପରିବାର ସମସ୍ତ ରୋଗରୁ ନିବୃତ୍ତି ପାଇଁ ସୂର୍ଯ୍ୟଦେବଙ୍କୁ ନାନା ବିଧି ଇପ୍ସିତା ବିଭିନ୍ନ ପ୍ରକାର ନୈବେଦ୍ୟ ପରିବାର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଦେବଙ୍କୁ ସମର୍ପଣ କରାଯାଇଥାଏ। ତେବେ ପୂର୍ବରୁ ଯାହାକି ବର୍ଣ୍ଣିତ ରହିଅଛି, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ ଯାହାକି କୁଷ୍ଠ ରୋଗରେ କ୍ଳାନ୍ତ ହୋଇଥିବାରୁ ଭଗବାନ ଶ୍ରୀକୃଷ୍ଣଙ୍କର ଯାହାକି ଶାକ ଧୂପରୁ ଗ୍ରହ ପୂଜା ଅଭିଜ୍ଞ ବ୍ରହ୍ମାଣ୍ଡ ଜ୍ୟୋତିଷ ମାନଙ୍କ ଦ୍ୱାରା ସୂର୍ଯ୍ୟଦେବଙ୍କୁ ପୂଜା କରାଯାଇଥିବାରୁ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ହୋଇଥିଲେ। ତେଣୁ ଆପଣମାନେ ନିଶ୍ଚିତ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ ଏବଂ ନିଜର ପ୍ରତ୍ୟେକ ବ୍ୟକ୍ତିଙ୍କର ନିରୋଗ କାମନା ନିମନ୍ତେ ଭିନ୍ନ ଭିନ୍ନ ନୈବେଦ୍ୟ ଦେଇ ସୂର୍ଯ୍ୟଦେବଙ୍କୁ ସମର୍ପଣ କରନ୍ତୁ। ଏହା କରିଲେ ଆପଣଙ୍କର ପରିବାର ନିଶ୍ଚିତ ରୋଗମୁକ୍ତ ରହିବେ।